ସ୍ତ୍ରୀ ଘରେ ତୁଷ୍ଟାଚାରୀ ହବ, ଆଉ ଯଦି ମିତ୍ର ଶତ୍ରୁ ବିଶ୍ୱାସଘାତକତା କରେ, ଚାକର ଯଦି ବୋଲ ନ ମାନେ, ଏ ତିନି ପ୍ରକାରିଆ ଯଦି ଘରେ ସର୍ପ ରହନ୍ତି ନା, ମାଲିକକୁ କେତେବେଳେ ମରଣ ହେବ ତା ବି ଠିକ୍ ଠିକଣା ନଥିବ। ଯଦି ଚାକରକୁ ତମେ ବୋଲ ବତଉଥିବ, ସେ କହୁଥିବ ନାଇଁ ମୁଁ ଏଇନେ ଯାଇପାରିବିନି, ଏ ତିନି ପ୍ରକାରିଆ ସ୍ତ୍ରୀ ଆଉ ମିତ୍ର ଚାକର, ଏ ତିନି ପ୍ରକାରିଆ ଯଦି ସର୍ପକୁ ଘରେ ପୋଷିକି ରଖୁଥିବ, ମାଲିକକୁ କେତେବେଳେ ମରଣ ହେବ ତା ବି ଠିକ୍ ଠିକଣା ନଥିବ। ମୁଁ କାହିଁକି ଏ କଥା କହୁଛି? ଜଣିଏ ବ୍ରାହ୍ମଣ ଭଲ ଚାକରଟିଏ ରଖିଥାଏ, ତା ନାଁ ହେଉଛି ଧନୁଆ। ବହୁତ ବିଶ୍ୱାସ ଥିଲା ପିଲା, ତାର ବହୁତ ଭଲ ପିଲା, ସାହି ପଡ଼ିଶାରେ ତାକୁ ଧନୁଆ ବୋଲି ଡାକନ୍ତି। ବହୁତ ବଢ଼ିଆ ପିଲା, ଶାନ୍ତ ଶିଷ୍ଟ, ଯାହା ବୋଲ ହାକ କଲେ ଏ ଧନୁଆ ସବୁ ବୋଲ ଏ ଗୋସାଇଁର କରେ। ଏମିତିଆ ଚାକର ଯଦି ମିଳେ ହାତ ଛଡ଼ା କେବେ କରିବେନି। ଯଦି ଧନୁଆ ଭଳିଆ ଚାକର ଜଣେ ମିଳେ ନା, କେବେ ହାତ ଛଡ଼ା କରିବେନି। କାହିଁକି ଏ କଥା କହୁଛି? ବହୁତ ଶାନ୍ତ ଶିଷ୍ଟ ପିଲା, ବହୁତ ବଢ଼ିଆ ପିଲା ସିଏ। ଏ ଗୋସାଇଁଙ୍କ ପାଖରେ ଚାକର ହୋଇକି ଥାଏ ଏ ଧନୁଆ। ସାହି ପଡ଼ିଶାରେ ମଧ୍ୟ ଖୁସିରେ ଧନୁଆ ବୋଲି ଡାକନ୍ତି। ଏ ଧନୁଆ ଦିନେ କ'ଣ କରିଛି, ରାସ୍ତା କଡ଼ରେ ଯାଉଛି। ରାସ୍ତା କଡ଼ରେ ଯିବା ଭିତରେ ଯାଉ ଗୋଟିଏ ସାପ ଏ ଧନୁଆର ଗୋଡ଼କୁ କାମୁଡ଼ି ଦେଲା ପରେ ଏ ଧନୁଆ ମରିଗଲା। ସେଇଠି ମରିଗଲା ପରେ ବ୍ରାହ୍ମଣ ବ୍ରାହ୍ମଣିଆଣୀ, ସାହି ପଡ଼ିଶା, ଘର ଯାହା ସବୁ ଲୋକ ସବୁ କାନ୍ଦ ବୋବାଳି କଲେ, କହନ୍ତି ଏ ଧନୁଆଟା କେତେ ଭଲ ପିଲାଟା, ବହୁତ ବିଶ୍ୱାସୀ ପିଲାଟା, ଯାହା ବୋଲ ବତେଇଲେ ସବୁ କାମ କରେ, ଧନୁଆଟା ବହୁତ ବଢ଼ିଆ ପିଲା, ଆହା ମରିଗଲା, ତରିଗଲା। ସମସ୍ତଙ୍କ ପାଟିରୁ ଆହା ପଦ ବାହାରିଲା, କେହି ଖରାପ ପଦ କହିଲେନି ଏ ଧନୁଆକୁ। ଧନୁଆ ବିଶ୍ୱାସ ପିଲା, ଯାହା ବୋଲ କଲେ ସବୁ କଥା କରେ ଏ ଧନୁଆଟା। ଧନୁଆ ହେଉଛି ବଢ଼ିଆ ପିଲା, ତେଣୁ ସାପ କାମୁଡ଼ି ଦେଲା, ମରିଗଲା। ଏଇ ଆହା ପଦରେ ସିଏ ସ୍ୱର୍ଗପୁରକୁ ଆହା ପଦରେ ତରିଗଲା ସ୍ୱର୍ଗପୁରକୁ। ସିଏ ସ୍ୱର୍ଗରେ ଯେତେବେଳେ ଯାଇକି ପହଞ୍ଚେ, ତା ଆତ୍ମା ଯମରାଜାଙ୍କ ପାଖରେ, ଯମରାଜା ଦେଖେ ଧନୁଆକୁ ଦେଖିଲା ପରେ ଯମରାଜା କହିଲା, ଆରେ ଧନୁଆ, ତୁ ବହୁତ ବଢ଼ିଆ ବିଶ୍ୱାସ ପିଲା, ତୁ ବହୁତ ଶାନ୍ତ ଶିଷ୍ଟ ପିଲା, ତୋ କର୍ମର ଫଳକୁ ମୁଁ ଦେଖି କେବେ ଦଣ୍ଡ ଦେବାକୁ ଇଚ୍ଛା ହେଉନି। କାହିଁକି? ତୁ ବହୁତ ବଢ଼ିଆ ପିଲା, ବହୁତ ଶାନ୍ତ ଶିଷ୍ଟ ପିଲା, ବହୁତ ତୋ କର୍ମ ଧର୍ମ ସବୁ ହିଁ ଭଲ, ତେଣୁ ମୁଁ ତୋତେ ଦଣ୍ଡ ଦେବିନି। ତୁ ଆଜିଠୁ ମୋରି ପାଖରେ ଦୂତ ହୋଇକି ରହିବୁ। କିଏ କହିଲେ? ନା ଯମରାଜା କହିଲେ ଧନୁଆକୁ। ଧନୁଆ ଯମରାଜାଙ୍କ ପାଖରେ ଦୂତ ହୋଇକି ରହିଲା ଧନୁଆ। ଏମିତି କିଛି ଦିନ ରହିଲା, ଧନୁଆ ରହିଥାଏ ଯମରାଜାଙ୍କ ପାଖରେ ଦୂତ ହୋଇକି ରହିଲା। ରହୁ ଏମିତି କିଛି ଦିନ ଗତ କଲା, ବହୁତ ଦିନ ଗତ କରିଗଲା। ଆଉ ଏ ବ୍ରାହ୍ମଣ ଘର ଗାଁରେ ଜଣେ ମଲା ଅବସ୍ଥାରେ ଗୋଟେ ଲୋକ ପଡ଼ିଥିଲା। ଏ ବ୍ରାହ୍ମଣଙ୍କ ଗାଁରେ ଏ ଧନୁଆକୁ ଯମରାଜା କହିଲେ, ଧନୁଆରେ ତୋତେ ଆଜି ଗୋଟେ କଥା କହିବି। ନା ଆଜ୍ଞା କହୁନାହାନ୍ତି। ନା ସେ ବ୍ରାହ୍ମଣ ଘର ଗାଁରେ ଜଣେ ବୃଦ୍ଧ ଲୋକ ମଲା ଅବସ୍ଥା ହେଇଗଲାଣି, ଆଉ ତା ଆତ୍ମାଟାକୁ ଯିବୁ ସାଙ୍ଗରେ ଧରିକି ଆସିବୁ। ଧନୁଆ କହିଲା, ଆଜ୍ଞା ଯିବି। ସେଇଠୁ ଧନୁଆ କ'ଣ କଲା, ସଜବାଜ ହେଇକି ବାହାରିଲା ମର୍ତ୍ତ୍ୟପୁରକୁ ଆସିବା ପାଇଁ। ଆସିଲା ସେଇଠୁ ଧନୁଆ ସେଇଠୁ ଆସିଲା। ଆଉ ଆସୁ ପୂର୍ବରେ ଯେଉଁ ଧନୁଆ ଗୋସାଇଁଙ୍କ ପାଖରେ ଚାକର ହୋଇକି ଥିଲା, ଯେଉଁ ବ୍ରାହ୍ମଣଙ୍କ ପାଖରେ, ସେ ବ୍ରାହ୍ମଣ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ଏ ଧନୁଆର ନଜର ପଡ଼ିଗଲା ଏ ବ୍ରାହ୍ମଣଙ୍କ ଉପରେ। ନଜରଟା ପଡ଼ିଲା, କହିଲା, ଆରେ ମୋର ପୂର୍ବର ମାଲିକ ସିଏ, ମୁଁ ଟିକେ ଦେଖା କରିବି। ଧନୁଆ ମନେ ମନେ ଭାବିକି ଇଏ ଗୋସାଇଁଙ୍କ ଆଗରେ ଆସିକି ହାତ ଯୋଡ଼ିକି ଛିଡ଼ା ହେଇପଡ଼ିଲା। ଯେତେବେଳେ ଗୋସାଇଁଙ୍କ ଆଗରେ ଛିଡ଼ା ହେଇ ପଡ଼ିଲା, ଇଏ ଗୋସାଇଁ ପଛଘୁଞ୍ଚା ଦେଇକି ଥରିକି ଭୂତ ଖାଲି ହେଲେ। ଆଉ ଧନୁଆ କହିଲା, ନାଇଁ ଆଜ୍ଞା ଗୋସାଇଁ ମହାପ୍ରଭୁ, ମୁଁ ପରା ତମର ସେଇ ଧନୁଆ ଚାକର, ତମେ ମୋତେ ଚିହ୍ନି ପାରୁନ, ମୁଁ ଧନୁଆ ଚାକର। ଧନୁଆକୁ ଅନେଇ ଦେଇକି ଗୋସାଇଁ ଭୋ ହେଇକି କାନ୍ଦିଲେ। କହିଲା, ହଇରେ ଧନୁଆ, ତୁ କେତେ ଦିନ ହେଲା କୁଆଡ଼େ ଯାଇଥିଲୁ? ମୁଁ କେମିତି କେତେ ଅବସ୍ଥାରେ ଚଳୁଛି ଜାଣିଛୁ? ଇଏ ଧନୁଆ କହୁଛି, ଆଜ୍ଞା ଆପଣଙ୍କ ପାଖରେ ଯେତିକି ଦିନ ଥିଲି, ଆପଣଙ୍କର କାମରେ ଯେତିକି ଯାହା କରିଥିଲି, ସେତିକି ସେ କାମର ମୋତେ ଧର୍ମର ଫଳ ମିଳିଛି ଯମରାଜାଙ୍କ ପାଖରେ। ମୁଁ ଯମରାଜାଙ୍କ ପାଖରେ ଚାକିରି କରିଛି, ଦୂତ ହେଇକି ଅଛି। ଇଏ ଧନୁଆକୁ କହିଲେ ଗୋସାଇଁ,
तू जमराजा पाखे दूत होगी अच्छु आ बढ़िया जहा बहुत भल तेते ये जमराजा को ए धनुआ कहूँ गोसाई की गोसाई मोर टाइम हो गलानी मुझे पलैबी आउ सी वृद्ध लोकर आत्माटा नहीं मु स्वर्गपुर को पलि जी ये गोसाई कहे धरे धनुआ लोक परा कहते स्वर्गपुर में केते नरककुंड केते पापकुंड केते तेल कड़े केते कौन अच्छी मत टे नियंतुनि से धनुआ कहूँ गोसाई आपण जीवे जे आपण जेते बाकी भर करजपत्र होती सब सुझीदेला आपण से जीवे ना से जापरें से गोसाई कौन कले धनुआ 3 दिन टाइम देला 3 दिन टाइम देला तुम्हें गोसाई महाप्रभु 3 दिन भितर तुम बाकी भर कर्ज जिते कर्ज सुध फुध सब सुझी दियो तापर मो सांगरे जीव ये गोसाई 3 दिन भितर कर्जपाती जहाँ करते सब सुझीदेले आसिक धनुआ पाखे पहुँची गले धनुआ कहले गोसाई ये धनुआरे मु सब कर्जपाती सुझीदेली एथर जीवा धनुआ कहले आज्ञा आउ गोटे कथा अच्छी आपण गोटे घर बंद करेंगे आपण शरीर से घर भीतर आपण परिवार को कह से घर के 3 दिन जाके कहीं खोलबेनि आ 3 दिन भीतर आम आसला तुम खोल तुम शरीर से घर बंद घर भीतर आ तुम आत्मा मो सांगरे ऊपर को जीव ये गोसाई कौन कले परिवार को कहीदेले ये घर 3 दिन जाके कहीं खोलबनी बंद करके से घर भीतर गले बंद कले ये धनिया गोसाई आत्मा को लेकिन ऊपर को स्वर्ग को चलला जाऊ 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 जे स्वर्गपुर में पहुँचीगला जिते बड़े प्रथम स्वर्गपुर में पहुँचीगला प्रथम नरककुंड लोक सब पोचा सड़ा है गंधे पड़ी ये ब्राह्मण देखी देखला हो कि गंध धनिया कहे हाँ आज्ञा ये गंध हुए जिते कर्म जिनतिया कर्म कर फल सब यही नरककुंड ही दि जाए जी जमी कर्म कर से कर्मर फल यही नरककुंड में सब कटामटी होगी सब ये नरककुंड में पड़े तेणु ये नरककुंड से लोग मैंने गंधौंट आउ कि बाट गले धनियार गोसाई आउ आगू कि बाट गले गलापर गोटे दूर को ऊपर कचाड़ी होगी गोटे लोक को दूर को कचाड़ी होगी पकड़े ऊपर आड़ू जमदूत मैंने ता हाड़ गोड़ भांगिकी सब कुचकुचा होगला धनिया को देखिकी ये गोसाई ये जो लोकटी जो ऊपर आड़ू पकेले दूर की धनिया धनिया को कहते गोसाई हईरे धनिया ऊपर यहाँ दूर की कौटे पड़ा कि रे धनिया कहते धनिया कहूँ गोसाई आउ गोमाता बोपा माँ को बाप माँ को जी अण आदर करे गोरु माता को ठीक न पोषण करे यही भाया यही दंड दि जाए ऊपर दूर की पकईकी ता हाड़ गोड़ भांगिकी कुचुकुचा है खंडारे टुकुरा टुकुरा करके काटिकी तेल कड़े नहीं पकेबे ये कर्मर फल यहीटा दि जाए से धनुआर गोसाई आउ आगू चलले जाऊँ कथबार्ता है गोटाए बिरुकुटाल हस हस माने शुभिला गोटे एमती हस माने शुभिला ये गोसाई कहते धनुआ कौन कि गोटे बिरुकुटाल हस हस कौड़े शुभुची बिकुटाल हस कौटी भी हस ये धनुआ किसी न कहीकि थी छिड़ा है सी जी जो बिरुकुटाल हस जो बिकुटाल हस जी हसी हसिकी ता ना हूँ डोमणी आसिकी ब्राह्मण पाखे पहुँचीगला कहला ब्राह्मण तुम कौन एठिक आईच आज हाँ ठीक अच्छे तुमर मन अच्छी मुझे कुला बाउंसिया तैयारी करी तुम्हें मोटू बाकी नहीं थलो कुला बाउंसिया टंके चारणा तुम्हें आज पर्यंत दलनी कि सुझिलनी आज तुम यही जगार ही देकी जीव गोसाई कहले मु कौन टे पैसा धरिकी आई ते दबाक आई मत तो पुओ को गाँव गले देदेवी ये डोमणी कहे नाई नाई से कथा मुझे शुणिमिनी आज यही जगार देकी जीवु ना ते चोबेकी खाईदेवी डोमणी कहूँ गोसाई की गोसाई कहला रे की कथा ये की भाया कथा तू कहूँ मुझे कौट आणिकी देवी ना जेमिति हेले देबू मु गोटे कथा को शुणु डोमणी कहूँ कहला देखुच मो हाथ में गोटाए चिकिचिकिया छुरी अच्छी आ से छुरी नहीं कि तू चमड़ार खंडे काटिक मत देजे मु पैसा पाइजी ये से कहला कि शर्त ये रखुचे डोमणी कहला दबु ना ना काटिकी निजे आनीमी डोमणी कहला ये से भगवान डाकला कहीं गोसाई बहुत पूजा करती यज्ञ करती धर्म को भगवान को डाकती
ରାତି ସବୁବେଳେ ଦିନ ରାତି ଡାକନ୍ତି ଭଗବାନଙ୍କୁ, ଭଗବାନଙ୍କର ନାମ ନିଅନ୍ତି, ଠାକୁର ପୂଜା କରନ୍ତି, କର୍ମ କରନ୍ତି, ବେଦ ପାଠ ସବୁ କଥା ଇଏ ବ୍ରାହ୍ମଣ ଭଲରେ ମାନେ ଧର୍ମ ନ୍ୟାୟରେ ଯାଆନ୍ତି। ଆଉ ଭଗବାନ ଡାକିଲେ, କହିଲେ ହେ ଭଗବାନ ମୋତେ ଏଠି ତୁମେ ରକ୍ଷା କର, ମୋତେ ରକ୍ଷା କର, ରକ୍ଷା କର। ଏଇ ଡୋମଣି ଛୁରାଟାକୁ ଧରିକି ଗୁଟେଇକି ଆଉଛି ଖାଇବ ବୋଲି ବ୍ରାହ୍ମଣକୁ। ନିଜେ ଭଗବାନ କୃଷ୍ଣ ଆସିକି ବ୍ରାହ୍ମଣ ରୂପରେ ଛିଡ଼ା ହେଇଗଲେ। ଡୋମଣି କହିଲେ ତୁ ଚମଡ଼ା ଖଣ୍ଡେ କାଟିକି ନେବୁ ତ, ଦିଏ ଛୁରୀ ଦିଏ। ସେଇଠୁ ନିଜେ ଭଗବାନ ତାଙ୍କ ଦେହରୁ ଖଣ୍ଡେ କାଟିକି ଚମଡ଼ାଟା ସେ ଡୋମଣିକି ଦେଇଦେଲେ। ଗୋସେଇଁକି ଭଗବାନ କହିଲେ ଗୋସେଇଁ ତମେ ଏଥର ତୁମ ଗାଁକୁ ପଳା। ଗୋସେଇଁ ତାଙ୍କ ଗାଁକୁ ସେ ଆସିଗଲେ। ଯେତେବେଳେ ଆସିଗଲେ ତାଙ୍କ ଗାଁକୁ, ଗୋସେଇଁ ଭଲରେ ଆସିକି ତାଙ୍କ ଘରେ ପହଞ୍ଚିଲେ। ଏଣେ ଭଗବାନ ତ ତାଙ୍କୁ ଖଣ୍ଡେ ଚମଡ଼ା କାଟିକି ଡୋମଣିକି ଦେଇଦେଇଛି। ଯେତେବେଳେ ପ୍ରଥମ ପହର ସକାଳ ହେଲା ପରେ ଯେତେବେଳେ ଡୋର ଖୋଲିକି ଗୋସେଇଁ ଦାଣ୍ଡ ଦ୍ୱାରକୁ ବାହାରେ, ଦାଣ୍ଡ ଦ୍ୱାରରେ ଗୋଟେ ଓସ୍ତ ଗଛ ଅଛି, ଦେଖିଲା ଖଣ୍ଡେ ସେଥିରୁ ଚୋପା ନାହିଁ, କଟା ହେଇକି ଯାଇଛି। ଏମିତି କୁଲା ଭଳିଆ ଖଣ୍ଡେ କଟା ହେଇକି ଯାଇଛି। ସିଏ ଓସ୍ତ ଗଛ ହେଉଛି ଭଗବାନ ଗଛ, ମାନେ ଓସ୍ତ ଗଛ ହେଉଛି, ଓସ୍ତ ଗଛରେ ଭଗବାନଙ୍କ ଗଛ। ସିଏ ଦେଖିଲା ଖଣ୍ଡେ ଏମିତି ଚମଡ଼ା କାଟିଲା ମାନେ କୁଲା ଭଳିଆ ଖଣ୍ଡେ ଛେଲିଆ ହେଇକି ଛେଲା ଯାଇଛି। ନିଜେ ଭଗବାନ ସେଠି ଦେଲେ ଯେଉଁ ଦେହରୁ ଖଣ୍ଡେ, ସେଇ ଖଣ୍ଡକ ଏଠୁ ଯାଇଛି। ଇଏ ବ୍ରାହ୍ମଣ ଦେଖିଲା। ଯଦି ଧନୁଆ ଭଲ ପିଲା ନ ହୋଇଥାନ୍ତା, ଯମଙ୍କ ପାଖରେ କେବେ ତାକୁ ଦୂତ ମିଳିଥାନ୍ତା, ତାକୁ ଦଣ୍ଡ ଦେଇଥାନ୍ତେ ଯଦି ଖରାପ କାମ କରିଥାନ୍ତା। ସେ ସେତିକି ଭଲ ଧର୍ମ କାମ କରିଛି, ବ୍ରାହ୍ମଣ ପାଖରେ ଭଲ ଚାକର କାମ କରିଛି, ବୋଲହାତି ଭଲ କରିଛି, ବିଶ୍ୱାସୀ ପିଲା, ଭଲ ମାନେ ସବୁ ତ ଭଲ ଇଏ ଧନୁଆର। ତେଣୁ ଯମରାଜା ତାକୁ ଦଣ୍ଡ ନ ଦେଇ ଦୂତ କାମରେ ରଖିଲେ। ଯଦି ଗୋସେଇଁ ଠାକୁର ପୂଜା କର୍ମ ହୋମ ଯଜ୍ଞ ନ କରିକି ଭଗବାନଙ୍କୁ ଡେଲି ନ ଡାକିଥାନ୍ତେ, ଭଗବାନ କେବେ ଏଠି ସାହାଯ୍ୟ କରିଥାନ୍ତେ? ଇଏ ଡୋମଣି ତାକୁ ଖାଇଦେବା କଥା ଖାଇଥାନ୍ତା ଗୋସେଇଁକି। ଧର୍ମରେ ଯାଇଥିଲା ବୋଲି ଗୋସେଇଁକି ଭଗବାନ ନିଜେ ଆସିକି ସାହାଯ୍ୟ କଲେ। ନିଜେ ଭଗବାନ ବ୍ରାହ୍ମଣ ରୂପ ନେଇକି ଖଣ୍ଡେ ନିଜ ଦେହରୁ ଛଡ଼େଇକି ଦେଲେ। ଯଦି ଧର୍ମରେ ଯିବ କିଛି ଅସୁବିଧା ହେବନି। ଦେଖ ଧନୁଆ କେମିତି କର୍ମ କଲା, କେଉଁଠି ଯାଇକି ରହିଲା, ଯମକ ରାଜାଙ୍କ ପାଖରେ ଦୂତ ହୋଇକି ରହିଲା। ଭଲ କର୍ମ କରିବାର ତ ଦୂତ ହୋଇକି ରହିଲା। ଯମରାଜା ସେଠି ଦଣ୍ଡ ଦେଇଥାନ୍ତେ ତାକୁ। ଗୋସେଇଁ ଯଦି ଭଲ ଠାକୁର ପୂଜା ନ କରିଥାନ୍ତେ, ଧର୍ମରେ ନ ଯାଇଥାନ୍ତେ, ଯମରାଜା ଇଏ ଭଗବାନ କାହିଁ ଆସି ସାହାଯ୍ୟ କରିଥାନ୍ତେ? ଭଗବାନ ବାଟରେ ଭଗବାନ ରହିଥାନ୍ତେ। ତେଣୁ ଭଲ କର୍ମ କରିବାରୁ ଭଗବାନ ଆସିକି ସାହାଯ୍ୟ କଲେ ଗୋସେଇଁକି। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।